ନାଇଁ ଆମ ଦଳରେ ଲବି କାମ କରେନି। ଆମ ଦଳ କାର୍ଯ୍ୟକର୍ତ୍ତାର ଦଳ, ଆମ ଦଳ ସଂଗଠନର ଦଳ। ଏଠି ବିଭିନ୍ନ ନିଷ୍ପତ୍ତି ପ୍ରକ୍ରିୟା ଅଛି ଏବଂ ରାଜ୍ୟସଭା ନିଷ୍ପତ୍ତି ପ୍ରକ୍ରିୟା ପାର୍ଲାମେଣ୍ଟାରୀ ବୋର୍ଡ କରିବ ଏବଂ ନେତୃବୃନ୍ଦ କରିବେ। ତେଣୁ ତାପରେ କୌଣସି ଲବି କାମ ଦେବନି। ଅନ୍ୟ ଦଳ କଥା ମୁଁ କହିପାରିବି, ଏସବୁ ଘଟଣା ଅନ୍ୟ ଦଳରେ ଘଟେ, କିନ୍ତୁ ବିଜେପି ସମ୍ପୂର୍ଣ୍ଣ ଭାବରେ ଆପଣ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରେ। ଯାହା ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ ସେଇଟା ହେଉଛି ଚୂଡ଼ାନ୍ତ। ଚତୁର୍ଥ ସିଟ୍ ଆମର ରହିବ। ମୁଁ ଏଠି ଗଣିତ କହିବିନି, ଗଣିତ କହିଲେ ଆପଣମାନେ ଜଣେଇଦେବେ। ବିଜେପି ପକ୍ଷରେ ଚତୁର୍ଥ ସିଟ୍ ରହିବ ଏବଂ ଆପଣ ଦେଖିବେ ଆମେ ଚତୁର୍ଥ ସିଟ୍ ଯାହାକୁ ନିଷ୍ପତ୍ତି ହେବ ସେ ଭାରତୀୟ ଜନତା ପାର୍ଟିର ହେଇଥିବ। ମୁଁ କହିଲି ଆପଣଙ୍କୁ ରାଜ୍ୟସଭା ନିର୍ବାଚନ ଏବଂ ପ୍ରାର୍ଥୀ ଘୋଷଣା ଇଏ ସମ୍ପୂର୍ଣ୍ଣ ପାର୍ଲାମେଣ୍ଟାରୀ ବୋର୍ଡର ଅଧିକାର ଅଛି ଏବଂ ସେଇଠି ନିଷ୍ପତ୍ତି ହେବ। ନାଇଁ ବର୍ତ୍ତମାନ ତ ଆପଣଙ୍କୁ ଜଣେଇଲେ ଆପଣ ଜାଣିଦେବେ ଗଣିତ। ଆମେ ସ୍ପଷ୍ଟ କହୁଛୁ ଅତୀତରେ ଯେମିତି ହେଇଥିଲା ଏବେ ସେମିତି ହେବ। ଆଉ ନିଶ୍ଚିତ ଭାବରେ ନାଇଁ ମୁଁ ସ୍ପଷ୍ଟ କହୁଛି ଯେ ଅତୀତରେ ଯାହା ହେଇଥିଲା ଆପଣ ତାକୁ ସ୍ମରଣ କରନ୍ତୁ ଏବଂ ଓଡ଼ିଶାରେ ମଧ୍ୟ ତାର ଆବଶ୍ୟକତା ଅଛି ଏବଂ ଭାରତୀୟ ଜନତା ପାର୍ଟି ଚତୁର୍ଥ ସିଟ୍ ବିଜୟ ଲାଭ କରିବ, ଏଥିରେ ସନ୍ଦେହ ନାହିଁ।